ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଥିବା ତୋରି ପାଇଁ ତୋ ପାଇଁ ଧାରାବାହିକର ଏହି ଧାରାବାହିକରେ ରାମୁ ସାଗର ମହାନ୍ତି ଯିଏକି ଏହି ସିରିଏଲ ଛାଡ଼ିବାକୁ ଯାଉଛନ୍ତି, ଯାହାକି ଛାଡ଼ି ସାରିଛନ୍ତି ଏବେ ଅନ୍ୟ ଏକ କଳାକାର ଯିଏକି ଆଉ ଜଣେ ସାଗରଙ୍କ ଭୂମିକାରେ ଅଭିନୟ କରୁଛନ୍ତି। କିନ୍ତୁ ଦର୍ଶକମାନେ ସେ କଳାକାରକୁ ପସନ୍ଦ କରୁନାହାନ୍ତି ଏବଂ ସେହି ସିରିଏଲଟି ଏବେ TRP ଡାଉନ୍ ହେବାକୁ ଯାଉଛି ଏବଂ କାହାଣୀ ଅନୁସାରେ ଏବଂ ରାମ ଏବଂ ରୁହି ଦୁହିଁ ଏବେ ସେହି ସିରିଏଲ ଛାଡ଼ିବାକୁ ଯାଉଛନ୍ତି। ରାମ କହିଛନ୍ତି ଯେ ମୋର ଭଉଣୀ ବାହାଘର ପାଇଁ ମୁଁ ଏହି ସିରିଏଲ ଛାଡ଼ୁଛି ଏବଂ ରୁହି କହିଛନ୍ତି ଯେ ମୁଁ ନୂଆ ବଡ଼ ପ୍ରୋଜେକ୍ଟରେ ଯାହାକି ଦଶହରା ରିଲିଜ୍ ହେବାକୁ ଯାଉଥିବା ଏକ ଓଡ଼ିଆ ଚଳଚ୍ଚିତ୍ର କାମ କରୁଛନ୍ତି, ସେଥିପାଇଁ ସେ ଏହି ଧାରାବାହିକ ଛାଡ଼ିଛନ୍ତି। ଏବଂ ତୋରି ପାଇଁ ତୋ ପାଇଁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଥିବା ରାମଙ୍କ ଆଖିରୁ ଲୁହ ଝରିଯାଇଛି ଏବଂ ରୁହି ବି କାନ୍ଦି ପକାଇଛନ୍ତି। ଏବଂ ଏହି ସିରିଏଲରେ ଯାହାକି ଲୋକପ୍ରିୟ ଧାରାବାହିକ ତରଙ୍ଗ ଟିଭିର TRP ବଢ଼ାଉଥିବା ଏହି ଧାରାବାହିକଟି ଏବେ ଧୀରେ ଧୀରେ ତଳ ସ୍ତରକୁ ଖସିଲାଣି, TRP ଧୀରେ ଧୀରେ କମିବାକୁ ବସିଲାଣି ଏବଂ ଡାଇରେକ୍ଟର କୈଳାସ ମହାନ୍ତି ଯିଏକି ଡାଇରେକ୍ଟର କୋରିଓଗ୍ରାଫର ତାକୁ ମଧ୍ୟ ଏହି ସିରିଏଲରୁ ବାହାର କରାଯାଇଛି ଏବଂ କୈଳାସ ମଧ୍ୟ ଆଉ ଏକ ଓଡ଼ିଆ ଚଳଚ୍ଚିତ୍ର ଯାହାକି ଦଶହରାରେ ରିଲିଜ୍ ହେବ ଏହି ଚଳଚ୍ଚିତ୍ର ଡାଇରେକ୍ସନ ଦେଉଛନ୍ତି, ଯାହାକି ଏହି ତିନି ଜଣଙ୍କୁ କାଢ଼ିଲା ପରେ ଏବେ ତରଙ୍ଗ ସିରିଏଲର ଏବେ TRP ଧୀରେ ଧୀରେ ଖସିବାକୁ ବସିଲାଣି ଏବଂ ରାମ କହିଛନ୍ତି ଯେ ମୋର ଏହି ସିରିଏଲରେ ପ୍ରତିଟି ଭଲ ପାଇବା ଦର୍ଶକମାନେ ମୋତେ ନିହାତି ଦେବେ ଏମିତି କହିଛନ୍ତି ଏବଂ ସେ ପର୍ସନାଲ କାରଣ ପାଇଁ ସିରିଏଲ ଛାଡ଼ୁଛନ୍ତି। ରୁହି କହିଛନ୍ତି ମୋର ନୂଆ ପ୍ରୋଜେକ୍ଟରେ ଫିଲ୍ମ ଆସୁଥିବା ଦଶହରାରେ ମୁଁ ଏହି ଧାରାବାହିକକୁ ଛାଡ଼ୁଛି। ଏଥିପାଇଁ କେମିତି ଲାଗୁଛି ଆପଣମାନଙ୍କୁ ଏହି ଧାରାବାହିକଟି ଏବଂ ଆପଣମାନେ ଧାରାବାହିକକୁ